ହ୍ୟାଲୋ ସାଙ୍ଗମାନେ, ଆଜି ଏକ ବହୁତ ଭଲ ଦିନ। ଗଣେଶ ଚତୁର୍ଥୀ, ଯେଉଁଥିରେ ଭଗବାନ ଗଣେଶ ଆଜି ପ୍ରତି ପୃଷ୍ଠରେ ପୂଜା ପାଇଥାନ୍ତି। ସର୍ବଗ୍ରେ ପୂଜ୍ୟତେ ଗଣେଶ। ଆଜି ଗଣେଶ ଠାକୁର ବହୁତ ଭାବରେ ପୂଜା ପାଉଛନ୍ତି। ଦେଖନ୍ତୁ, ଆମ ଗ୍ରାମରେ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି, ଆମ ରେଙ୍ଗାମୁଣ୍ଡା ୟୁଥ୍ କ୍ଲବ୍ର ସମସ୍ତ ସଦସ୍ୟମାନେ ଭଗବାନଙ୍କୁ ଆରାଧନା କରୁଛନ୍ତି ଓ ତାକୁ ଆଶୀଷ ଭିକ୍ଷା ପାଇଁ ଭଗବାନଙ୍କ ପାଖରେ ମାନସି ବସିଛନ୍ତି। ଆମ ବ୍ରାହ୍ମଣ ନନା ବ୍ରାହ୍ମଣ ବେଦମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଯଜମାନ ଭାବରେ ଆମର ବାବା ମଧୁ ବାବା ବସିଛନ୍ତି। ଆମର ରେଙ୍ଗାମୁଣ୍ଡା ୟୁଥ୍ କ୍ଲବ୍ର ସମସ୍ତ ଭାଇମାନେ ଆନନ୍ଦରେ ଉତ୍ସାହରେ ଭଗବାନଙ୍କୁ ନିରନ୍ତର ଭାବରେ ଡାକୁଛନ୍ତି। ମୁଁ ଆଶା କରେ ଭଗବାନ ତାଙ୍କର ସମସ୍ତ ଆଶା ପୂର୍ଣ୍ଣ କରନ୍ତୁ। ସଂକୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଦେବି। ସଂକୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟ କି ସୁନ୍ଦର ଭାବରେ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି। ସହିତ ଗ୍ରାମର ସମସ୍ତ ମା ମାଉସୀ ଭଉଣୀମାନେ ଏକତ୍ରିତ ହୋଇ ଭଗବାନଙ୍କୁ ଆରାଧନା କରୁଛନ୍ତି। ତାଙ୍କ ମନରେ ଅନେକ ଆଶା ଆକାଂକ୍ଷା ନେଇ ବସିଛନ୍ତି। ସତେ ଯେମିତି ଚାତକ ପକ୍ଷୀଟିଏ ସ୍ୱର୍ଗର ବୁନ୍ଦାଏ ପାଣି ପଡ଼ିବ, ତାକୁ ଯେମିତି ଅନେଇଥାଏ ଭଗବାନଙ୍କର ଆଶୀଷ ପାଇ ସେମାନେ ସମସ୍ତେ ଅନେଇ ରହିଛନ୍ତି। ଆଉ ଗଣେଶ ଠାକୁରଙ୍କର ସୁନ୍ଦର ଭାବରେ ପୂଜା ଚାଲିଛି। ଏ ଦେଖନ୍ତୁ, ଆମ କଳସ ସମସ୍ତଙ୍କ ମନରେ ମାନୁଥିବା କଳସ ଏଠି ଭଗବାନଙ୍କ ଚରଣ ବିନ୍ଦେ ପୂଜା ପାଉଛନ୍ତି। ଅତି ସୁନ୍ଦର ଭାବରେ ମାଳ ବଢ଼ିଆ ଭାବରେ ହେଇଛି। ଭଗବାନଙ୍କର କି ମୂର୍ତ୍ତି, କି ସୁନ୍ଦର ବେଶ, ତାଙ୍କର କି ମୁକୁଟ, ସୁନ୍ଦର ସାଜସଜ୍ଜାରେ ଭରପୂର୍ଣ୍ଣ, ଅତି ସୁନ୍ଦର ପୋଷାକ, ତାଙ୍କ ତଳେ ଅଛନ୍ତି ଅଶ୍ୱ ବାହନ। ଅତି ସୁନ୍ଦର ଭାବରେ ହୋମ ଚାଲିଛି। ସମସ୍ତ ସଦସ୍ୟ ବର୍ତ୍ତମାନ ଖାଇ ସାରିଲେଣି। ବର୍ତ୍ତମାନ ବୋଧେ କିଛି ସମୟ ପରେ ପୁଷ୍ପାଞ୍ଜଳି ହେଇପାରେ। ନନାଙ୍କର ଆଦେଶ ମିଳିନି ନା ପୂଜା ଚଲେଇଛନ୍ତି। ବସିଛନ୍ତି, ସେମାନେ ବୋଧେ ବ୍ୟସ୍ତ ହେଇଗଲେଣି। ପୂଜା ଚାଲିଛି। ମନ ଏକାଗ୍ରତାରେ ସମସ୍ତ ସଦସ୍ୟ ବସିଛନ୍ତି। ଗଣେଶଙ୍କ ହସ୍ତରେ ଏକ ଗୀତା ଦିଆଯାଇଛି। ବାବା ଆମର ସୁନ୍ଦର ଭାବରେ ଆଳତି ଭଗବାନଙ୍କୁ ଦେଉଛନ୍ତି। ବେଦ ମନ୍ତ୍ର ପଢ଼ିବା ସଙ୍ଗେ ସଙ୍ଗେ ଘଣ୍ଟି ମଧ୍ୟ କରୁଛନ୍ତି। ଇଏ ହେଉଛି ଆଜ୍ଞା ଲଡ଼ୁ, ବହୁତ ସୁନ୍ଦର ହେଇଛି।